যাত্রা ଦେଖିବ ନା ଦୋଳି ଦେଖିବ, ଖାଇବା ଦେଖିବ ନା ଜିନିଷ ଦେଖିବ, ଡିଜେ ଦେଖିବ ନା ମାଙ୍କର ଏତେ ଧୁମଧାମ ରେ ଆସୁଥିବା ଆଲମ ଦେଖିବ। ସବୁ କିଛି ହଉଥିଲା ଆଜି ମା ଲବି ଠାକୁରାଣୀଙ୍କ ଯାତ୍ରାରେ। ଆଜି ଥିଲା ମା ଲବିଙ୍କର ବାର୍ଷିକ ପୂଜା। ଆଉ ଆମେ ଆସିକି ପହଞ୍ଚି ଯାଇଥିଲୁ ଯାତ୍ରା ପଡିଆରେ ଜୟ ମା ଲବି। ପହଞ୍ଚିଲା ପରେ ଦେଖିଲୁ ଭାଇ ଏତେ ଲୋକ ଯାତ୍ରାରେ। ଏଇ ଦୃଶ୍ୟ ଦେଖିକି ମୋର ଗୋଟେ ଗୀତ ମନେ ପଡିଯାଉଛି। ଜନ ସମୁଦ୍ରରେ ଲହଡ଼ି ଆସୁଛି ମାଳ ମାଳ। ମାଙ୍କ ଯାତ୍ରାଟି 5 ତାରିଖଠୁ ନେଇକି 9 ତାରିଖ ଯାଏ ପୁରା 5 ଦିନ ହଉଛି। ମା ଲବିଙ୍କ ଯାତ୍ରାଟି ହଉଛି ଆମ ଅନୁଗୁଳ ଏରିଆର ସବୁଠୁ ବଡ ଯାତ୍ରା। ଆଉ ଆଜି ଯୋଉମାନେ ମାନସିକ କରିଥିଲେ ସେ ସବୁ ନଣ୍ଡା ହେଇକି ମାଙ୍କ ଆଗରେ ତାଙ୍କ ମାନସିକ ପୂରଣ କରିବେ। ଆଉ ଏଠି ମାଙ୍କ ପାଖରେ ଲୋକ ବହୁତ ଖୁସିରେ ମାନସିକ କରିଥାନ୍ତି, କାରଣ ମା ସବୁ ଭକ୍ତଙ୍କ ମାନସିକ ପୂରଣ କରିଥାନ୍ତି। ଆଉ ମା ଆମର ହଉଛନ୍ତି ପ୍ରତ୍ୟକ୍ଷ ଦେବୀ। ମା ଲବିଙ୍କ ଅନ୍ୟତମ ନାମ ହେଲା ମା ଲଙ୍କ ଦେବୀ। ଆଉ ଏ ବର୍ଷ ଯାତ୍ରାରେ ସବୁ ପ୍ରକାର ଦୋଳି ପଡିଆ ସହ ଖାଇବାରେ ମଧ୍ୟ ବିଭିନ୍ନ ପ୍ରକାରର ଖାଇବା ଆପଣ ମାନେ ଖାଇପାରିବେ। ସେ ନନଭେଜ ହଉ କି ଭେଜ ହଉ ସବୁ କିଛି ମିଳିବ। ତା ଛଡା ହରେକ ମାଲ ସହ ଘର କରୁଣା ଜିନିଷ ଆଉ ଘର ସଜେଇବା ଜିନିଷ ସବୁ ପଡିଛି ଏଥର ଆମ ଯାତ୍ରାରେ। ଆଉ ଆଜି ମାଙ୍କ ଆଲମଟି ତାଙ୍କ ମନ୍ଦିର ତୁଳସୀ ପାଲଠୁ ବାହାରି ମା ଲବି ଠାକୁରାଣୀ ପୀଠ ଯାଏ ଆସିଥିଲା। ଆଲମରେ କେତେ ଡିଜେ ଦେଖିବ ଭାଇ, ରେକର୍ଡ ଡିଜେ ଠୁ ଆରମ୍ଭ କରି ଆଇଚର ଡିଜେ ସବୁ ଆସିଥିଲା। ସେଥିରେ ରକାତି ଡିଜେ, ପୂଜା ଡିଜେ, ଲଭି ଡିଜେ, ଶ୍ରୀରାମ ଡିଜେ, ସିବିଜନ ଡିଜେ ସହ ଆଙ୍ଗରି ସ୍ପାଇଡର ଶକ୍ତି ଡିଜେ ବି ଆସିଥିଲା। ଆଉ ଏମାନେ ମିଶିକି ଏମିତି ସାଉଣ୍ଡ ବଜାଉଥିଲେ ଯେ ଲାଗୁଥିଲା ସନ୍ତ୍ରିଗାଁରେ ଆଜି ପୁରା ଧୁମଧାମ ରେ ହଉଛି ଯାତ୍ରା। ତା ସାଙ୍ଗକୁ ଗତମରାର ରିଷି ମ୍ୟୁଜିକ ମେଲୋଡି ଆଉ ମା ମଙ୍ଗଳ ସିଂ ବାଜା ତଳମୂଳରୁ ଆହୁରି ବି 2ଟା ବ୍ୟାଣ୍ଡ ପାର୍ଟି ଆସିଥିଲା। ନୌଡି ବାଡି ସାଙ୍ଗକୁ ମୟୂର ଗଲାଟେ, ତା ସାଙ୍ଗକୁ ପାଇକାଳିଆ ଖେଳ। ଆଉ ମାଙ୍କ ଆଲମ ଯାତ୍ରାଟି ପାଖାପାଖି 1.5 କିଲୋମିଟର ଯାଏ ନମିଥିଲା। ଆଉ ଏଇ ପାରମ୍ପରିକ ଛତ ସହ ମାଙ୍କ ଆଗମନ ପୁରା ଆଖପାଖ ଏରିଆରେ ଖୁସି ଆଣି ଦେଇଥିଲା। ଆଉ ଏରିଆ ସାରା ମାଙ୍କ ନାମରେ କମ୍ପି ଉଠିଥିଲା। ଲାଷ୍ଟରେ ସେ ବିଜନ ଆଉ ଶକ୍ତି ସ୍ପାଇଡର ସୁପର ଶୋ ସାଙ୍ଗକୁ ଇଭେଣ୍ଟ ସହ ପୁରା ଯାତ୍ରାରେ 4 ଚାନ୍ଦ ଲଗେଇ ଦେଇଥିଲା। ତା ସହ ଶକ୍ତିର ମା ଲଭିଙ୍କୁ ସ୍କ୍ରିନ ବାଲା ଡେକୋରେଟ ମତେ ତ ପୁରା ମସ୍ତ ଲାଗିଥିଲା। ମୁଁ ତ ଯାତ୍ରା ବୁଲିକି ଆସିଲିଣି। ଆଉ ଆପଣ ମାନେ କେବେ ବୁଲି ଆସୁଛନ୍ତି କମେଣ୍ଟ ରେ ଜଣେଇବେ। ଜୟ ମା ଲଭି।